ଏକ ଗଣତାନ୍ତ୍ରିକ ନିର୍ବାଚନରେ ଯେତେବେଳେ କୌଣସି ଗୋଟିଏ ରାଜନୈତିକ ଦଳ କିମ୍ବା ପୂର୍ବ ନିର୍ବାଚନ ମେଣ୍ଟ ପ୍ରି ପୋଲ୍ ଆଲାଏନ୍ସ ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ମେଜରିଟି ପାଏ ନାହିଁ, ସେହି ସ୍ଥିତିକୁ ହଙ୍ଗ୍ ଆସେମ୍ବ୍ଲି ବା ତ୍ରିଶଙ୍କୁ ବିଧାନସଭା କୁହାଯାଏ। ସରକାର ଗଢ଼ିବା ପାଇଁ ଗୋଟିଏ ଦଳକୁ ବିଧାନସଭାର ମୋଟ ଆସନର ଅଧାରୁ ଅଧିକ ସିଟ୍ ଜିତିବାକୁ ପଡ଼ିଥାଏ। ଏହି ସ୍ଥିତିରେ କୌଣସି ବି ଦଳ ନିଜେ ସରକାର ଗଠନ କରିବା ପାଇଁ ସକ୍ଷମ ହୁଅନ୍ତି ନାହିଁ, ଯାହାଫଳରେ ରାଜନୈତିକ ଅସ୍ଥିରତା ଦେଖାଦିଏ। ସମାଧାନ: ସାଧାରଣତଃ ଦୁଇ ବା ତହିଁରୁ ଅଧିକ ଦଳ ମିଶି ଏକ ମେଣ୍ଟ ସରକାର କୋଆଲିସନ୍ ଗଭର୍ଣ୍ଣମେଣ୍ଟ ଗଠନ କରନ୍ତି କିମ୍ବା କିଛି ଦଳ ବାହାରୁ ସମର୍ଥନ ପ୍ରଦାନ କରିଥାନ୍ତି। ତାମିଲନାଡୁରେ ବର୍ତ୍ତମାନର ମେ 2026 ପରିସ୍ଥିତି ଏକ ଐତିହାସିକ ହଙ୍ଗ୍ ଆସେମ୍ବ୍ଲିର ଉଦାହରଣ ସୃଷ୍ଟି କରିଛି। ମ୍ୟାଜିକ୍ ନମ୍ବର: ତାମିଲନାଡୁ ବିଧାନସଭାର ମୋଟ 234ଟି ଆସନ ମଧ୍ୟରୁ ସରକାର ଗଠନ ପାଇଁ 118ଟି ଆସନର ସମର୍ଥନ ଆବଶ୍ୟକ। ବିଜୟଙ୍କ ଦଳର ସଫଳତା: ଚଳିତ 2026 ନିର୍ବାଚନରେ ସୁପରଷ୍ଟାର ବିଜୟଙ୍କ ନୂତନ ଦଳଟି ବିକେ ତାମିଲଗା ଭେଟ୍ରି କାଜାଗାମ୍ 108ଟି ଆସନ ଜିତି ସର୍ବବୃହତ ଦଳ ଭାବେ ଉଭା ହୋଇଛି, କିନ୍ତୁ ସେମାନେ ବହୁମତ ସଂଖ୍ୟାଠାରୁ 10ଟି ଆସନ ପଛରେ ରହିଛନ୍ତି। ଅନ୍ୟ ଦଳଙ୍କ ସ୍ଥିତି: ଶାସକ ଡିଏମ୍କେ ପାଖାପାଖି 59ଟି ଏବଂ ଏଆଇଏଡିଏମ୍କେ ପାଖାପାଖି 47ଟି ଆସନ ଜିତିଛନ୍ତି। କୌଣସି ବି ପକ୍ଷ ପାଖରେ ଏକୁଟିଆ ଶାସନ କରିବାର ଶକ୍ତି ନାହିଁ। ସାମ୍ବିଧାନିକ ସଙ୍କଟ: ଯେହେତୁ ଏହା ଏକ ହଙ୍ଗ୍ ଆସେମ୍ବ୍ଲି, ରାଜ୍ୟପାଳ ଏପର୍ଯ୍ୟନ୍ତ କୌଣସି ଦଳକୁ ଶପଥ ଗ୍ରହଣ ପାଇଁ ଅନୁମତି ଦେଇନାହାନ୍ତି। ବିଜୟ ଏବେ କଂଗ୍ରେସ ଏବଂ ଅନ୍ୟ ଛୋଟ ଦଳଙ୍କ ସମର୍ଥନ ଲୋଡ଼ିଛନ୍ତି। ତାମିଲନାଡୁରେ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଦୁଇଟି ମୁଖ୍ୟ ଦଳ ଡିଏମ୍କେ ଏବଂ ଏଆଇଏଡିଏମ୍କେର ପ୍ରାଧାନ୍ୟ ବର୍ତ୍ତମାନ ଭାଙ୍ଗିଯାଇଛି। ଫଳସ୍ୱରୂପ ସେଠାରେ ଏକ ତ୍ରିଶଙ୍କୁ ସ୍ଥିତି ଉପୁଜିଛି ଏବଂ ସରକାର ଗଢ଼ିବା ପାଇଁ ବର୍ତ୍ତମାନ ବିଭିନ୍ନ ଦଳ ମଧ୍ୟରେ ଆଲୋଚନା ଓ ମେଣ୍ଟ ଗଠନ ପ୍ରକ୍ରିୟା ଜାରି ରହିଛି।